1970 ଜାନୁଆରୀ 26 ତାରିଖ ଦିନ ରୂପା ଗାଁରେ ସେ ଯେଉଁ ପଞ୍ଚମ ପର୍ଯ୍ୟନ୍ତ ସ୍କୁଲ ଅଛି ସେଠାରେ ତାର ସଭାପତି ହେଉଛି କିଏ ଅର୍ଖିତ କ'ଣ କିରେ ଅର୍ଖିତ ଭୋକ୍ତା ତ ଅର୍ଖିତ ଭୋକ୍ତା ସେ ଆମକୁ ଡାକିଲା ଧ୍ୱଜ ଉତ୍ତୋଳନ କରିବାକୁ। ତ ବାଟରେ ପଡ଼ିବ ଖ୍ରୀଷ୍ଟିଆନ ମାନଙ୍କର ବସ୍ତିଟା ଘର ଗୁଡ଼ାକ। ତ ଆମେ ଯାଉଛୁ ଯେତେବେଳେ ସେମାନଙ୍କ ଭିତରେ ତା ନାହିଁ ତା ପୂର୍ବରୁ ଆମେ ରୂପା ଗାଁ ଟିକେ ଯାଉ ସେ ଦଳବଦ୍ଧ ହେଇକିରି ଆସିବେ ଆସିକିରି ଆମ ସାଥିରେ ଆଉ କଳି ଲାଗିବେ ମଣ୍ଡପରେ। ଏଇ ତ ଚନ୍ଦନ ଗୁଡ଼ାକ ଲଗାଉଛ ଦଳଟା ହେଇକିରି ଆସିବେ। ଏଗୁଡ଼ା କ'ଣ ଏଗୁଡ଼ାକ କାଉ ଗୋହ ଗୁଡ଼ାକ ଏ ତୁଳସୀ ଗଛ କ'ଣ ଏଗୁଡ଼ା ହେଉଛି କୁକୁର ମୁତା ଗଛ ଆଉ ଏ କାଠ ପତ୍ର ଗୁଡ଼ାକ ଏଗୁଡ଼ାକୁ ପୂଜା କରୁଛ ଏଗୁଡ଼ାକୁ ମହାପ୍ରଭୁରେ ଏମିତି ଦଳବଦ୍ଧ ହେଇକିରି ଆସିକିରି ଆମେ ଆମର ମଣ୍ଡପରେ ବସିକିରି ତାର ଉତ୍ତର କରୁଥିଲୁ କରୁ। ତ ସେଦିନ ଯେତେବେଳେ ଆମେ ଚାଲିଗଲୁ ସେଠୁ କହିଲେ ଯେ ଇଏ ଟାଙ୍ଗର ମୁଣ୍ଡିଆ କଦଳୀ ଚୋର ଆସିଲା ତ ଆମକୁ ଶୁଭିନି। ସେ ସଭାପତି କହିଲା ଆଜ୍ଞା ଆପଣଙ୍କୁ ଏମିତି କହୁଛନ୍ତି। କହିଲେ ହଇରେ ଚକି ଅଛି ପେଶିଲା ପରେ ପେଶି ହେଇଯିବ ରେ। ସେଠୁ ଆମେ ଚାଲିଗଲୁ ଯେତେବେଳେ ସ୍କୁଲକୁ ସେମାନେ ତ ତଡ଼ି ନେଲେ ଆଉ 20 କି 30 ଖଣ୍ଡା ତରବାରୀ ଟାଙ୍ଗିଆ ବାଡ଼ି ଠେଙ୍ଗା ସବୁ ଫଣିକି ସ୍ତ୍ରୀ ପୁରୁଷ ସବୁ ଗୋଡ଼େଇଲେ ଆମେ ସ୍କୁଲ ଭିତରେ ପଶିଗଲୁ ଆଉ 3 ଘଣ୍ଟା ଅଟକାଇଲେ। ହିନ୍ଦୁ ଅଛନ୍ତି ବେଶୀ ଖ୍ରୀଷ୍ଟିଆନ ଅଳ୍ପ କିନ୍ତୁ ଆମେ ସେଠି ନିଶ୍ଚିତ କରିନେଲୁ ଯେ ତୁମକୁ ଠିକଣା କରିଦେବୁ ସାବାଡ଼ କରିଦେବୁ। ଆମେ ନିରପରାଧୀ ତମେ ବାରମ୍ବାର ଆମ ଧର୍ମକୁ ନିନ୍ଦା କଲ ଆମେ କିଛି କହିନୁ ବଦନାମୀ କଲ ନିନ୍ଦା ଦେବାଦେବୀ କି ନିନ୍ଦା କଲ ପୁଣି ମାରିବାକୁ ଆସିଥିଲ ଏଠି ହଉ ତୁମକୁ ଦେବୁ ଠିକ କରି। ସେ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଲା ସେଇଠୁ ଆମେ ତ ଲେଉଟି ପଡ଼ିଲୁ ଆଉ। କରିଥାନ୍ତୁ କ୍ରାନ୍ତି ଗୋଟେ କରିକି ସବୁ ସେମିତି କରିଥାନ୍ତୁ ଷାଠେ ସମାଜରେ କିନ୍ତୁ ସଂଘ ଆମକୁ ଅଟକେଇ ଦେଲା ନା ସ୍ୱାମୀଜୀ ଏମିତି କରିବେନି ରହିଗଲୁ। ନଚେତ ଆମର ଉଦ୍ଦେଶ୍ୟ ଚର୍ଚ୍ଚ ପାଖରେ କୁଡ଼ିଆ ତିଆରି କରିବୁ ନିଆଁ ଲଗେଇବୁ ତାଙ୍କୁ ଭାଙ୍ଗିବୁ ଭାଙ୍ଗିକିରି ତାଙ୍କୁ ବାଡ଼େଇବୁ ସାବାଡ଼ କରିଦେବୁ ଇଏ ବିଚାରଟା ଥିଲା ତାକୁ ମନା ସଂଘ ବାଲା ଅଟକେଇ ଦେଲେ। ସେଇଠୁ ହେଇଛି ଆମର କ୍ରୋଧ ଉତ୍ପତ୍ତି। କ'ଣ ହେଲା ଆମର ଦୋଷ ନେଇ ତମେ ଏମିତି ବିରୋଧୀ ହେଇଗଲୁ ପୁରା ବିରୋଧୀ ହେଇଗଲୁ ଆଉ।